ସର୍ବପ୍ରଥମେ ଆମ ହୃଦୟର ଭାରତବର୍ଷର ଜାତୀୟ ପିତା କରମଚାନ୍ଦ ଗାନ୍ଧୀଙ୍କୁ ମୋ କୋଟି ପ୍ରଣାମ, କୋଟି ଅନୁରୋଧ ଏବଂ ଭାରତର ସମସ୍ତ ଗୁରୁଜନମାନଙ୍କୁ ମୋର ମୁହୂର୍ତ୍ତ ପ୍ରଣାମ। ସାଙ୍ଗସାଥିମାନଙ୍କୁ ସ୍ନେହର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା, ଛୋଟମାନଙ୍କୁ ସ୍ନେହର ଆଶୀର୍ବାଦ। ହ୍ୟାପି ଗାନ୍ଧୀ ଜୟନ୍ତୀ। ଆଜି ଗାନ୍ଧୀ ଜୟନ୍ତୀ। ମୁଁ ବେଶୀ କିଛି ନ କହିଲେ ବି ଶୁଭେଚ୍ଛା ଦେବା ପାଇଁ ଚାହୁଁଛି ଜଗତବାସୀଙ୍କୁ। ମୁଁ ଏତିକି କହିବା ପାଇଁ ଚାହୁଁଛି ଯେ ଗାନ୍ଧୀ ଆଣ୍ଠୁ ଲୁଚୁନଥିବା କପଡ଼ା ନିଜେ ତିଆରି ପିନ୍ଧୁଥିଲେ। ସେ ଜଣେ ନିଃସ୍ୱାର୍ଥପର ଥିଲେ, ସେ ସମାଜସେବୀ ଥିଲେ। ସିଏ ଆଜି ଭାରତବର୍ଷକୁ, ଭାରତର ପ୍ରତ୍ୟେକ ଡିଷ୍ଟ୍ରିକ୍ଟ, ପ୍ରତ୍ୟେକ ଷ୍ଟେଟ୍, ପ୍ରତ୍ୟେକ କୋଣକୁ ବୁଲି ଲୋକଙ୍କୁ ସଚେତନ କରି କହିଲେ ଆମେ ଭାରତ ଛାଡ଼ ଆନ୍ଦୋଳନ କରିବା ଆଉ ଭାରତରୁ ବିଦେଶୀମାନଙ୍କୁ ହଟେଇବା। ଯାହା ହଉ ଆଜି ତାଙ୍କ ପାଇଁ ଦେଶ ସ୍ୱାଧୀନ ହେଇଛି ଆଉ ଆମେ ଶାନ୍ତିରେ ଭାରତୀୟବାସୀ ଜୀବନଯାପନ କରୁଛେ। ଏତିକି କହିବି ଯେ ଗାନ୍ଧୀ କ'ଣ ଚାହୁଁଥିଲେ? ଗାନ୍ଧୀ ଚାହୁଁଥିଲେ ପ୍ରତ୍ୟେକ ବେକାର ଯୁବକ ଯୁବତୀ ନିଯୁକ୍ତି ପାଆନ୍ତୁ, ପ୍ରତ୍ୟେକ ଧନୀ ବ୍ୟକ୍ତି ହେଉ କି ପଲିଟିକାଲ ବ୍ୟକ୍ତି ହେଉ କିଛି ନା କିଛି ଉନ୍ନତିମୂଳକ କାର୍ଯ୍ୟ ନିଜ ନିଜ ଏରିଆରେ କରନ୍ତୁ। ଯେମିତି ଗୋଟେ MLA, ତା'ର ଦୁଇଟା ଦୁଇଟା ଆମର ବ୍ଲକରେ ଗୋଟେ MLA ରହୁଛନ୍ତି। ତେଣୁ ସେଇ ଦୁଇଟା ବ୍ଲକର ଯଦି କୌଣସି ସିପାହୀ ହେଉ କି କୌଣସି ପ୍ରୋଜେକ୍ଟ ହୁଅନ୍ତା ଡେଭଲପମେଣ୍ଟ ଲୋକଙ୍କ ପାଇଁ, କିଛି ବେକାର ପିଲା ନିଯୁକ୍ତି ପାଇପାରନ୍ତେ ଆଉ ପ୍ରତ୍ୟେକ ଲୋକଙ୍କର କିପରି ଉନ୍ନତି ହେଇପାରିବ, ପ୍ରତ୍ୟେକ ଗରିବଙ୍କର କିପରି ଉନ୍ନତି ହେଇପାରିବ, ସେହିପରି ଯୋଜନା ତିଆରି ହେବା ଦରକାର। ନେତାମାନେ କି ବଡ଼ ଅଫିସରମାନେ କି ବଡ଼ କମ୍ପାନୀମାନେ ଯଦି ଚାହାନ୍ତେ ପ୍ରତ୍ୟେକ ବ୍ଲକରୁ ଜିଲ୍ଲା ପର୍ଯ୍ୟନ୍ତ, ଜିଲ୍ଲାରୁ ଷ୍ଟେଟ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କଳକାରଖାନା ହେଉ କି ପ୍ରୋଜେକ୍ଟ ହେଉ, ବିଭିନ୍ନ ପ୍ରକାର ପ୍ରକଳ୍ପ କରି ଆଜି ବେକାର ପିଲା ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗାଇ ପାରନ୍ତେ। ଆମ ଦେଶର, ଆମ ଜିଲ୍ଲାର, ଆମ ଷ୍ଟେଟ୍ର ଜିନିଷ ଅଲଗା ଜାଗାକୁ ଯାଇ ଲୁହାପଥର ହେଉ କି ସୁନା ହେଉ କି ରୂପା ହେଉ କି ମୋତିମାଣିକ ହେଉ କି କୌଣସି କେମିକାଲ ହେଉ, ଏସବୁ ବାହାରକୁ ଯାଇ ସେ ବାହାରେ ସେ ଜିନିଷ ତିଆରି ହେଇ ପୁଣି ଓଡ଼ିଶାକୁ ଆସି ସେଟା ଭାରତକୁ ଆସି ବିକ୍ରି ହେଲା ବେଳକୁ ଯାହାର ମୂଲ୍ୟ 40 ଟଙ୍କା, ତାହାର ମୂଲ୍ୟ 40,000ରୁ 4 ଲକ୍ଷ ପର୍ଯ୍ୟନ୍ତ ହେଇଯାଉଛି। ତେଣୁ ଆମ କଞ୍ଚାମାଲକୁ କିପରି ଆମ ଭାରତବର୍ଷରେ କି ଆମ ଷ୍ଟେଟ୍ରେ କି ଆମ ଜିଲ୍ଲାରେ କି ଆମ ବ୍ଲକରେ ତାକୁ କୌଣସି କଳକାରଖାନା ପକାଇ ଯଦି କରା ହୁଅନ୍ତା ତାହେଲେ ଆଜି ଦେଶର ଉନ୍ନତି ହେଇପାରନ୍ତା। ଆଜି କହୁଛନ୍ତି ଆଳୁ ରେଟ୍ ବଢ଼ିଯାଉଛି, କାଲି କହୁଛନ୍ତି ପିଆଜ ରେଟ୍ ବଢ଼ିଯାଉଛି, ପରଦିନ କହୁଛନ୍ତି ଲୁଣ ରେଟ୍ ବଢ଼ିଯାଉଛି। ଏହିପରି ଯେଉଁ ସବୁ କହିବା ଦ୍ୱାରା ମାନେ ଆମକୁ ବି ଲାଜ ଲାଗୁଛି। ଯଦି ପ୍ରତ୍ୟେକ ବ୍ୟକ୍ତି ଯାହାର ଚାଷ ଜମି ଅଛି, ନିଜର ଯଦି ଚାଷ ବିଲ ଅଛି, ତାହେଲେ ଆପଣମାନେ ନିଜ ବିଲରେ ଧାନ ଚାଷ କରନ୍ତୁ, ପିଆଜ ଚାଷ କରନ୍ତୁ, ଆଳୁ ଚାଷ କରନ୍ତୁ, ବିଭିନ୍ନ ପ୍ରକାର ପନିପରିବା ଚାଷ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଯଦି ଚାଷ କରନ୍ତେ ତାହେଲେ ଆଜି ବାହାର ଉପରେ ଡିପେଣ୍ଡ କରନ୍ତେ ନାହିଁ। ମୋର ଛୋଟବେଳେ ମନେ ଅଛି ମୋ ଜେଜେମା ପିଆଜ ଚାଷ କରୁଥିଲେ, ରସୁଣ ଚାଷ କରୁଥିଲେ, ଅଦା ଚାଷ କରୁଥିଲେ, ବିରି, କୋଳଥ, ଗହମ, ମୁଗ, କୋଦୋ, ମାଣ୍ଡିଆ ଏସବୁ ଚାଷ କରୁଥିଲେ। ଆମେ ଖାଇଛୁ, ଆମେ ସେ ବିଲକୁ ବି ଯାଇଛୁ, ଦେଖିଛୁ। ଆଜି ଦେଖୁଛି ଆମର କୌଣସି ପିଆଜ ହେଉ କି ରସୁଣ କି ଅଦା କି ବିରି ମାଣ୍ଡିଆ କିଛି ଚାଷ ହେଉନି। ହରଡ଼ ଆମର ବୁଣୁଥିଲୁ, ହରଡ଼ ଗଛ ଲଗାଉଥିଲୁ, ହରଡ଼ ଟ୍ରିପ୍ ଟ୍ରିପ୍ ହରଡ଼ ଆସୁଥିଲା। ମିନିମମ୍ 10 କୁଇଣ୍ଟାଲ 20 କୁଇଣ୍ଟାଲ ହରଡ଼ ଚାଷ ହେଉଥିଲା। ଏବେ ହରଡ଼ ଚାଷ ବି ହେଉନି। ଏବେ ବିଲକୁ ସମସ୍ତେ ଭାଗି ଦେଇ ଦେଉଛନ୍ତି। ସେ ଲୋକମାନେ ଯେତିକି ପାରୁଛନ୍ତି କରୁଛନ୍ତି, ନହେଲେ ନାହିଁ ସେ ଭାଗି ଖାଲି ଧାନ ଆଉ ଚାଉଳ, ଅଲଗା ଭଲ ପନିପରିବା ଜାତୀୟ କିଛି ଚାଷ କରୁନାହାନ୍ତି। ତେଣୁ ମୁଁ କହିବା ପାଇଁ ଚାହୁଁଛି ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସମାଜ ପାଇଁ ଆଜି ଆମ୍ବ ଗଛ ହେଉ କି ପେଡ଼ା ଗଛ ହେଉ କି ଫଳ ଗଛ ହେଉ, ବିଭିନ୍ନ ପ୍ରକାର ଫଳ ଗଛ ହେଉ, 4ଟି ଗଛ ଲଗାନ୍ତେ। ଆଉ ତାଙ୍କ ବଗିଚାରେ ଯଦି ରସୁଣ, ପିଆଜ, ଅଦା, ଆଳୁ ନିଜର ଯେଉଁ ଚଳଣି ଦ୍ରବ୍ୟ ଗୁଡ଼ାକ ଯଦି ଚାଷ କରନ୍ତେ ତାହେଲେ ଆଜି ରେଟ୍ ବଢ଼ନ୍ତା ନାହିଁ କି କାହା ଉପରେ ଲୋକ ଡିପେଣ୍ଡ କରନ୍ତେ ନାହିଁ। ପ୍ରତ୍ୟେକ ବ୍ୟକ୍ତି ଏବେ
ପଇସା ହେଲେ ଚାଷବାସ ବନ୍ଦ କରିଦେଉଛନ୍ତି ଆଉ ପର ଉପରେ ନିର୍ଭର କରୁଛନ୍ତି। ଆଉ ଯେମିତି ପିଲା ବାପା ମା ପାଠ ପଢ଼ିବା ପାଇଁ ପଠାଉଛନ୍ତି, ପାଠ ନ ପଢ଼ି ମୋବାଇଲରେ ସମୟ ନଷ୍ଟ କରୁଛନ୍ତି, ବିଭିନ୍ନ ଆଡ଼େ ବୁଲାବୁଲି କରୁଛନ୍ତି। ତେଣୁ ବାପା ମା ପ୍ରଥମ ଗୁରୁ, ଆଉ ଦ୍ୱିତୀୟ ଗୁରୁ ଯେ ଶିକ୍ଷକ ଶିକ୍ଷୟିତ୍ରୀ, ତୃତୀୟ ଗୁରୁ ଆମର ଗୀତରେ ବି ଲେଖା ହେଇଥିଲା, ତୃତୀୟ ଗୁରୁ ବନ୍ଧୁବାନ୍ଧବ ଯେ ତୁମକୁ ଶିକ୍ଷା ଦିଏ। ତ ପ୍ରତ୍ୟେକ ଗୁରୁ ମାନଙ୍କର ଯଦି କଥା ମାନି କି ବାପା ମାଆଙ୍କ କଥା ମାନି ଯଦି ପିଲାମାନେ ପାଠ ପଢ଼ନ୍ତେ ତାହେଲେ ଆଜି ଅଶିକ୍ଷିତ କେହି ରୁହନ୍ତେ ନାହିଁ। OAS IAS IPS ପାଇଁ ଯଦି ସମସ୍ତେ ଯଦି ଚେଷ୍ଟା କରନ୍ତେ ନିହାତି ଆମର ଆଜି ଓଡ଼ିଶାରେ IAS IPS ବହୁତ ପରିମାଣରେ ପରିପୂର୍ଣ୍ଣ ହୁଅନ୍ତା, ଚାକିରି ପାଇପାରନ୍ତା। ଆଉ ବାହାର IAS IPS ଆସି ବାହାର ଜିଲ୍ଲାର ଷ୍ଟେଟ୍ର ଆସି ଆଜି ଓଡ଼ିଶାକୁ ଶାସନ କରୁଛି। ଏସବୁ କହୁଛନ୍ତି କିନ୍ତୁ ଲୋକ ନିଜ ଛୁଆକୁ ଉଦ୍ୟୋଗୀ କର। ସମସ୍ତେ କହୁଛନ୍ତି ଡକ୍ଟର ଇଞ୍ଜିନିୟର, ଆରେ IAS IPS ପାଇଁ ବି ଚେଷ୍ଟା କର। ଡକ୍ଟର ଇଞ୍ଜିନିୟର ସମସ୍ତେ ହେଉଛନ୍ତି, ଏବେ ହେବେ ବି, କାହିଁକିନା ଏବେ ଯେତିକି ପ୍ରାଇଭେଟ୍ ମେଡ଼ିକାଲ କଲେଜ ଖୋଲିଲାନି ସମସ୍ତେ ନା ଡକ୍ଟର ହେଇଯିବେ। ଡକ୍ଟର ସଂଖ୍ୟା ମଧ୍ୟ ଅଧିକା ହେଇଯିବ, କିନ୍ତୁ ଡକ୍ଟରମାନେ ଉପାଧି ପାଇଲା ପରେ, ସାର୍ଟିଫିକେଟ୍ ପାଇଲା ପରେ ଓଡ଼ିଶା ବାହାରକୁ ପଳାଇ ଯାଉଛନ୍ତି। ତେଣୁ ନିଜ ଦେଶ ପାଇଁ, ନିଜ ଜିଲ୍ଲା ପାଇଁ ଆଜି ଆମେ ଚେଷ୍ଟା କରିବା। ଗାନ୍ଧୀଙ୍କର ଗୁଣ ନୀତିକୁ ଆମେ ଯଦି ମାର୍ଗ ରଖି ଆଗେଇ ଚାଲିବା ତାହେଲେ ଆମ ଦେଶର ଉନ୍ନତି ହେବ, ଆମ ଜିଲ୍ଲାର ଉନ୍ନତି ହେବ, ଆମ ବ୍ଲକର ଉନ୍ନତି ହେବ, ଆମ ଗାଁର ଉନ୍ନତି ହେବ, ଆମ ପରିବାରର ଉନ୍ନତି ହେବ। ତେଣୁ ମୁଁ ଚାହୁଁଛି ଏହିପରି ପ୍ରତ୍ୟେକ ବ୍ୟକ୍ତିକୁ ଶିକ୍ଷା ଦେବା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଦି ଆମେ ଉପଦେଶ ଦେଇ ପରିବର୍ତ୍ତନ କରିବା ତାହେଲେ ଆମ ଦେଶର ଆମର ପରିବର୍ତ୍ତନ ହେବ। ତେଣୁ ଆମେ ଆଜିଠୁ ପ୍ରତିଜ୍ଞା କରିବା, ଛୁଆଙ୍କୁ ପାଠ ପଢ଼ିବା ପାଇଁ କରିବା। ଯେଉଁ ଛାତ୍ରଛାତ୍ରୀ ପାଠ ପଢ଼ୁଛ ତୁମେ ପ୍ରତ୍ୟେକ ଦିନ 20ଟା ଅବଜେକ୍ଟିଭ୍ ମୁଖସ୍ଥ କର, ପ୍ରତିଦିନ 20 ପେଜ୍ ଲେଖ, ଆଉ IAS IPS ମେଡ଼ିକାଲ ଲାଇନ୍ରେ ରହୁଛ ତାକୁ ଚେଷ୍ଟା କର। ଏହିପରି ଯଦି ଆମେ ପ୍ରତ୍ୟେକ ବ୍ୟକ୍ତିକୁ ଉପଦେଶ ଦେଇ, ପ୍ରତ୍ୟେକ ଛୁଆକୁ, ପ୍ରତ୍ୟେକ ଛାତ୍ରଛାତ୍ରୀକୁ ଉପଦେଶ ଦେଇ ଯଦି ଆମେ ତାକୁ ଅଗ୍ରସର କରିବା, ଆଉ ଚାଷ ପ୍ରତି ଧ୍ୟାନ ଦେବା, ଗଛ ପ୍ରତି ଧ୍ୟାନ ଦେବା, ପାଠ ପ୍ରତି ଧ୍ୟାନ ଦେବା। ଆଉ ପ୍ରତ୍ୟେକ ନେତା ମନ୍ତ୍ରୀଙ୍କୁ ମୁଁ ଏତିକି କହିବି, ଆପଣମାନେ ଧ୍ୟାନ ଦିଅନ୍ତୁ, ଆପଣଙ୍କ ନିଜ ଏରିଆର ଡେଭଲପ୍ କରିବା ପାଇଁ ନିହାତି ଚେଷ୍ଟା କରନ୍ତୁ। ହେଲେ ଦେଖିବ ଆମ ଏ ଗାଁରୁ ସହରରୁ ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ଉନ୍ନତି ହେଇପାରିବ। ମୁଁ ଆଉ ବେଶୀ କିଛି କହୁନି, ଏତିକି କହିବି ଗାନ୍ଧୀ ଜଣେ ସମାଜସେବୀ, ଆଉ ଗାନ୍ଧୀଙ୍କ ମାର୍ଗଦର୍ଶକୁ ଆମେ ନେଇ ଯଦି ଆଗେଇବା ଆଉ ନିହାତି ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କର ଉନ୍ନତି କରିବା ବୋଲି ଆଶା ରଖୁଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍, ଜୟ ଗାନ୍ଧୀ ଜୟନ୍ତୀ। ନମସ୍କାର।